ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। 2027ରେ ଦେଶରେ ହେବ ଜନଗଣନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର 3ଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 2027 ଜନଗଣନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଉଛି। ଏହି ଉଦ୍ଦେଶ୍ୟରେ 11,718 କୋଟି ଟଙ୍କାର ବଜେଟ୍ ପାରିତ ହୋଇଛି। ଦ୍ୱିତୀୟତଃ, କୋଇଲା କିମ୍ବା ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର କରାଯାଇଛି। ତୃତୀୟ, କୃଷକମାନଙ୍କ ସହ ଜଡ଼ିତ ଏକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପରବର୍ତ୍ତୀ ଖବର, ଶିକ୍ଷକ ଆନ୍ଦୋଳନ ସ୍ଥଗିତ। 15 ଦିନ ଭିତରେ ଦାବି ନେଇ ବିଚାର ଓ ନିଷ୍କର୍ଷର ପ୍ରତିଶ୍ରୁତି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ। ବିଜେପିର 2 ବିଧାୟକ ବୁଝାସୁଝା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ। 3 ଦିନ ଧରି ଆହୋରାତ୍ର ଆନ୍ଦୋଳନରେ ବସିଥିଲା ସଂଘ। 5 ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଆନ୍ଦୋଳନରେ ବସିଥିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି। ପରବର୍ତ୍ତୀ ଖବର, ରାଜଧାନୀରେ ଜଳିଗଲା ବାର୍। ରାଜଧାନୀର ସତ୍ୟ ବିହାର ସ୍ଥିତ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା କୋଠାର ରୁଫ୍ ଟପ୍ରେ ଥିବା ବାର୍। ଚାହୁଁ ଚାହୁଁ ବାରଟି ସମ୍ପୂର୍ଣ୍ଣ ଜଳିଯାଇଛି। ଘଣ୍ଟାଏ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ପରବର୍ତ୍ତୀ ଖବର, ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ସମୟରେ ଡାଇବେଟିସ୍ ଏବଂ ମୁଣ୍ଡବ୍ୟଥା କାରଣ ସାଜିଛି। ସବୁ ବୟସର ଲୋକେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ହେଲେ ଏହାରି ଭିତରେ ମଧୁମେହ ରୋଗୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଔଷଧ କମ୍ପାନୀ ନୋଭୋ ନର୍ଡିକ୍ସ ଭାରତରେ ଏହାର ଲୋକପ୍ରିୟ ମଧୁମେହ ଔଷଧ ଓଜେମ୍ପିକ୍ ଲଞ୍ଚ କରିଛି, ଯାହା ଟାଇପ୍ 2 ମଧୁମେହ ଚିକିତ୍ସାରେ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡ଼େ ହାଡ଼ଭଙ୍ଗା ଶୀତ। କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା 3 ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର। ପରବର୍ତ୍ତୀ ଖବର, ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ୍ କଟକଣା। ଗତକାଲି ଆହୁରି 24 ଘଣ୍ଟା ବଢ଼ିଛି କଟକଣା। ଆଜି ରାତି 12ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ଖବର, ଇଣ୍ଡିଗୋ ବିରୋଧରେ ବଡ଼ ଆକ୍ସନ୍। ଇଣ୍ଡିଗୋ ଏୟାରଲାଇନ୍ସର ବଡ଼ ଧରଣର ବିମାନ ବାତିଲ ଓ ବିଶୃଙ୍ଖଳା ଘଟଣାକୁ ନେଇ ମୋଦି ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଡିସେମ୍ବର 12 ତାରିଖରେ 4 ଜଣ ଫ୍ଲାଇଟ୍ ଅପରେସନ୍ ଇନ୍ସପେକ୍ଟରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ରିଷିରାଜ ଚାଟାର୍ଜୀ, ସୀମା ଝମନାନୀ, ଅନିଲ କୁମାର ପୋଖରିଆଲ ଏବଂ ପ୍ରିୟମ କୌଶିକ। ଏହି ଏଫ୍ଓଆଇ ମାନେ ବିମାନ ସେବାଗୁଡ଼ିକର କ୍ରୁ ଆବଶ୍ୟକତା ଏବଂ ପରିଚାଳନାଗତ ପ୍ରସ୍ତୁତି ଉପରେ ନଜର ରଖିବା ପାଇଁ ଯାଇଥିଲେ। ପରବର୍ତ୍ତୀ ଖବର, କୋଣାର୍କରେ ଯବାନଙ୍କ ଜଲୱା। କୋଣାର୍କ ରାମଚଣ୍ଡୀ ବେଳାମାର୍ଗରେ ଉଦ୍ଘାଟିତ ହୋଇଛି ରାଜ୍ୟର ପ୍ରଥମ ଜଳ ଦକ୍ଷତା ଓ ଜୀବନ ରକ୍ଷା ତାଲିମ କେନ୍ଦ୍ର। ପୋଲିସ, ଅଗ୍ନିଶମ, ଏନ୍ଡିଆର୍ଏଫ୍ ଓ ଅନ୍ୟ ଜରୁରୀକାଳୀନ ତଥା ଜୀବନ ରକ୍ଷାକାରୀ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଉନ୍ନତ ଅତ୍ୟାଧୁନିକ ତାଲିମ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏ ପ୍ରତିଷ୍ଠାନ, ଯାହାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ଦିଲ୍ଲୀରେ ବାୟୁ ପ୍ରଦୂଷଣ। ଜନତା, ସରକାର ସମସ୍ତେ ଚିନ୍ତିତ। ସଂସଦରେ ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭା ବିରୋଧୀ ଦଳର ନେତା
ରାହୁଲ ଗାନ୍ଧୀ। ସବୁଠୁ ବଡ଼ କଥା ହେଉଛି ସରକାରଙ୍କ ସହ ଏହି ସମସ୍ୟାକୁ ଦୂର କରିବାକୁ ସରକାରଙ୍କ ସହ ବିରୋଧୀ ଏକାଠି କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ଏଠି ସରକାର ଓ ବିରୋଧୀ ମୁହାଁମୁହିଁ ହୁଅନ୍ତି, କିନ୍ତୁ ଶୁକ୍ରବାର ଲୋକସଭାରେ ଦୃଶ୍ୟ ଥିଲା କିଛି ଭିନ୍ନ। ପରବର୍ତ୍ତୀ ଖବର ବାଘକୁ ବିଷ ଦେଇ ମାରିଦେଲେ। ସୁନ୍ଦରଗଡ଼ ଜିଲ୍ଲା କୁସୁମଡିହି ସେକ୍ସନର ଖେସେରା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ମିଳିଛି। ବାଘ ମୃତ୍ୟୁ ଖବର ପାଇ ବନ ବିଭାଗ ପକ୍ଷରୁ ଘଟଣାର ତନାଘନା ଆରମ୍ଭ ହୋଇଛି। କିଛି ଦିନ ତଳେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିଲା। ତେବେ ଏହି ମୃତ୍ୟୁ ବଳଦ ଦେହରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିଲେ। ଏହି ବିଷାକ୍ତ ମାଂସ ଖାଇ ବାଘର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ପରବର୍ତ୍ତୀ ଖବର ପହିଲି ଭୋଗ ନୀତି ନିର୍ଘଣ୍ଟଙ୍କୁ ଅନୁମୋଦନ। ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟଙ୍କୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ। 16 ଡିସେମ୍ବରରୁ 13 ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରି 2ଟାରୁ ହେବ ଦ୍ୱାର ଫିଟା। ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ କରିବେ ସବ୍ କମିଟି। 3 ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ସେବକମାନେ ଶୃଙ୍ଖଳିତ ଦର୍ଶନ ନେଇ ବିଚାର ବିମର୍ଶ କରିବେ। ଦିବ୍ୟାଙ୍ଗ ଦର୍ଶନ ପାଇଁ ପ୍ରସ୍ତୁତି ହୋଇଛି ଚିଠା ମାର୍ଗଦର୍ଶିକା।